ନମସ୍କାର ବନ୍ଧୁମାନେ ଏକ ସ୍ୱପ୍ନ କେବଳ ଯାଦୁ ଦ୍ୱାରା ସତ୍ୟ ହେଉନାହିଁ। ଏଥିପାଇଁ ଦରକାର କଠିନ ପରିଶ୍ରମ, ଆତ୍ମବିଶ୍ୱାସ, ଦୃଢ଼ ସଂକଳ୍ପ। ନମସ୍କାର ବନ୍ଧୁମାନେ, ମୁଁ ଏହି ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ପ୍ରୋଗ୍ରାମଟି ମକର ରାଶିର ଲୋକମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ମକର ରାଶି ମଇ 2025 ମାସିକ ରାଶିଫଳ ଆପଣମାନଙ୍କ ପାଇଁ କିପରି ରହିବ? ସବୁଠାରୁ ପ୍ରଥମେ ମୁଁ ଆପଣଙ୍କୁ ଏହା କହିବାକୁ ଚାହେଁ ଯେ ମଇ ମାସ 2025 ସାଲର ସେହି ମାସ ଯେଉଁଠାରେ ବଡ଼ ବଡ଼ ଗ୍ରହମାନଙ୍କର ରାଶି ପରିବର୍ତ୍ତନ କରିବେ। ଏହି ମାସରେ ରାହୁ ଓ କେତୁ ରାଶି ପରିବର୍ତ୍ତନ କରିବେ ଏବଂ ବୃହସ୍ପତି ଦେବଗୁରୁ ବୃହସ୍ପତି ବି ଏହି ମାସରେ ରାଶି ପରିବର୍ତ୍ତନ କରିବେ। ବୃହସ୍ପତି ଗୁରୁ 1 ବର୍ଷ ପରେ ରାଶି ପରିବର୍ତ୍ତନ କରୁଛନ୍ତି, ଯେଉଁଠାରେ ରାହୁ କେତୁ 1.5 ବର୍ଷ ଅର୍ଥାତ୍ 18 ମାସ ପରେ ରାଶି ପରିବର୍ତ୍ତନ କରୁଛନ୍ତି। ଏହି ଗ୍ରହମାନଙ୍କର ଏହି ପରିବର୍ତ୍ତନ ଏବଂ ନବଗ୍ରହମାନଙ୍କର ସ୍ଥିତି ଆପଣଙ୍କର ଜୀବନରେ କେଉଁ ପରିବର୍ତ୍ତନ ଆଣିବ ଏବଂ କ'ଣ ପ୍ରଭାବ ପଡ଼ିବ, ସେସବୁ ବିଷୟରେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଏକ ଏକ କରି କହିବି। ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ପ୍ୟାର, ବିବାହିତ ଜୀବନ, ଭାଗ୍ୟ, କ୍ୟାରିୟର, ବ୍ୟବସାୟ ଏବଂ ସମସ୍ତ ବିଷୟରେ ଚର୍ଚ୍ଚା କରିବି ଏବଂ ଭିଡ଼ିଓର ଶେଷରେ ଆପଣମାନଙ୍କୁ ଏକ ଅଚୂକ ଉପାୟ ମଧ୍ୟ କହିବି, ଯାହା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ। ମକର ରାଶି ମାସିକ ରାଶିଫଳ ଏହା ଚନ୍ଦ୍ର ରାଶି ଉପରେ ଆଧାରିତ। ବନ୍ଧୁମାନ, ଏହି କାର୍ଯ୍ୟକ୍ରମଟି ଚନ୍ଦ୍ର ରାଶି ଉପରେ ଆଧାରିତ କରାଯାଇଛି। ଚାଲନ୍ତୁ ଏବେ ଜାଣିବା ମକର ରାଶିମାନଙ୍କ ପାଇଁ ଏହି ମାସର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଉପରେ କେଉଁଠି ଧ୍ୟାନ ଦେବା ଉଚିତ। ମକର ରାଶିର ସ୍ୱାମୀ ହେଉଛନ୍ତି ଶନି ଗ୍ରହ ଏବଂ ଶନି ଆପଣମାନଙ୍କର ତୃତୀୟ ଭାବରେ ପ୍ରବେଶ କରିଛନ୍ତି। 29 ମାର୍ଚ୍ଚରେ ଆପଣଙ୍କର 7.5ର ଶେଷ ହୋଇସାରିଛି, ତେଣୁ ଏହା ଏକ ଶୁଭ ସଂକେତ। ଏବେ ଆସନ୍ତୁ ଜାଣିବା ଗ୍ରହମାନଙ୍କର ସ୍ଥିତି। ଶନି ତୃତୀୟ ଭାବରେ ବସିଛନ୍ତି, ରାହୁ, ବୁଧ ଏବଂ ଶୁକ୍ର ଚତୁର୍ଥ ଭାବରେ ବସିଛନ୍ତି ଏବଂ ସୂର୍ଯ୍ୟ ପଞ୍ଚମ ଭାବରେ, ବୃହସ୍ପତି ସପ୍ତମ ଭାବରେ, ମଙ୍ଗଳ ନବମ ଭାବରେ ବସିଛନ୍ତି, କେତୁ ଅନ୍ୟ ଭାବରେ ଅଛନ୍ତି। ଏବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଷୟରେ। ଶନି ତୃତୀୟ ଭାବରେ ବସିଛନ୍ତି। ଏହି ଗୋଚର ଚନ୍ଦ୍ର ରାଶି ଅନୁସାରେ ଶୁଭ ମନାଯାଏ, ତେଣୁ ଅନ୍ୟ ଗ୍ରହମାନଙ୍କ ଦୃଷ୍ଟି ଏବଂ ସ୍ଥିତି ଦେଖିଲେ କିଛି ସାବଧାନ ରହିବା ଦରକାର। ମଙ୍ଗଳ ନିଚ ଅବସ୍ଥାରେ ଥିବା ଦ୍ୱାରା ଏବଂ ତାଙ୍କର ଦୃଷ୍ଟି ପ୍ରଥମ ଭାବ ଶରୀର ଉପରେ ପଡ଼ୁଛି। ଏଥିରୁ ଶରୀରର ଦୁର୍ବଳତା ଆସିବ, ଅଳ୍ପ ସମୟ ଭିତରେ ଥକିଯିବାର ଅନୁଭବ ହେବାର ସମ୍ଭାବନା ରହିଛି। ଆରମ୍ଭରେ କାହାରି ଯାତ୍ରା ଉପରେ ଅଧିକ ଉତ୍ସାହ ଥିବା ସତ୍ତ୍ୱେ ପରେ ଶରୀର ଅସୁସ୍ଥ ହେବା ଅନୁଭବ ହେବ ଏବଂ ଶୁକ୍ର ବୁଧ ଚତୁର୍ଥ ଭାବରେ ଥିବାରୁ ଚର୍ମର ସମସ୍ୟା ଦେଖାଯିବ ଏବଂ ମୁଣ୍ଡ ବ୍ୟଥା ହେବାର ସମ୍ଭାବନା ରହିଛି। ତ୍ରୁଟିପୂର୍ଣ୍ଣ ଖାଦ୍ୟ ସେବନ କରିବା ଦ୍ୱାରା ପେଟ ଖରାପ ହେବା ବା ଅଜୀର୍ଣ୍ଣ ହେବା ମଧ୍ୟ ସମ୍ଭବ ଦେଖାଯାଉଛି। ଏହି ମାସରେ ମକର ରାଶିର ଲୋକମାନେ ଯଦି ଭଲ ଭାବେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ, ସେମାନଙ୍କ ପାଇଁ ମାସଟି ଅନେକ ଉନ୍ନତିଶାଳ ହେବ। ଯାତ୍ରା କରିବା ଦରକାର ହେଲେ ସାବଧାନ ରୁହନ୍ତୁ ଏବଂ ଖାଦ୍ୟ ପାନୀୟର ବିଶେଷ ଧ୍ୟାନ ଦିଅନ୍ତୁ। କିଛି ବଡ଼ ସମସ୍ୟା ନୁହେଁ, ଛୋଟ ମାପରୁ ଅସୁବିଧା ଅଛି, କିନ୍ତୁ ଏହା ମଧ୍ୟ କେତେ ଦିନ ରହିବ? ଏହା ରାହୁ କେତୁଙ୍କର ଅକ୍ଷ ଏବଂ ଗ୍ରହମାନଙ୍କ ସହିତ ଯୋଗ ଥିବା ସମୟ ପର୍ଯ୍ୟନ୍ତ, ଅର୍ଥାତ୍ 18 ମଇ ପୂର୍ବରୁ। ଏହାପରେ ମୁଁ କହିପାରିବି ନାହିଁ କିଛି ଏହାର ଭୟ ଅଛି। ଆସନ୍ତୁ ଏବେ ଆମେ ଦେଖିବା ଆପଣଙ୍କର ପଢ଼ାପଢ଼ି ବିଷୟରେ। ବିଦ୍ୟାର୍ଥୀମାନଙ୍କ ପାଇଁ ମଇ ମାସ କେମିତି ହେବ ଏବଂ ପଞ୍ଚମ ଭାବ ପଢ଼ାଇ ଏବଂ ବୁଦ୍ଧି ସହିତ ଜଡ଼ିତ ଥାଏ। ଏହି ଭାବରେ ଲର୍ଡ଼ ହେଉଛନ୍ତି ଶୁକ୍ର। ଏହି ମାସରେ ଶୁକ୍ର ଉଚ୍ଚ ରାଶିରେ ରହିବେ, କିନ୍ତୁ ତୃତୀୟ ଭାବରେ ଅଛନ୍ତି ଏବଂ ଅବସ୍ଥିତ ହେବେ। ଏହାର ଅର୍ଥ ହେଉଛି ଆପଣଙ୍କର ପଢ଼ାଇ ଏବଂ ମନ ଆତ୍ମବିଶ୍ୱାସ ରହିବ ଏବଂ ଶୁକ୍ର ଉଚ୍ଚ ରାଶିରେ ଥିବା ସହିତ ଶନି ମଧ୍ୟ ତୃତୀୟ ଭାବରେ ରହିଛନ୍ତି, ଯାହା ଆପଣମାନଙ୍କୁ ଶ୍ରମ ଏବଂ ନିଷ୍ଠା ଦେଇପାରିବ। ଯଦି ଏହି ମାସରେ ଆପଣ କୌଣସି ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି, ବିଶେଷ କରି ପଢ଼ାଇ ସହିତ ସମ୍ପର୍କିତ, ମୁଁ କହିବି ନର୍ସିଂ କୋଚ୍ ନିଷ୍ପତ୍ତି ନିଅନ୍ତୁ। ଏହି ମାସ ଆପଣମାନଙ୍କ ପାଇଁ ବହୁତ ଶୁଭ ରହିବ। ଯଦି କୌଣସି ଫର୍ମ ଭରିବା ଚିନ୍ତା କରୁଛନ୍ତି କିମ୍ବା କୌଣସି ଅତିରିକ୍ତ କ୍ଲାସ୍ ଏବଂ ଅଧ୍ୟୟନ କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ରହିଛି, ତେବେ ସଂକୋଚ କରନ୍ତୁ ନାହିଁ, କରିଦିଅନ୍ତୁ, ଆପଣମାନଙ୍କ ପାଇଁ ଭଲ ରହିବ। ଏହି ମାସରେ ଆପଣମାନଙ୍କର କୌଣସି ନୂଆ କୋଚିଂ ଏବଂ ଡିଜାଇନ୍ କରିପାରନ୍ତି ଏବଂ ଆପଣମାନଙ୍କୁ ଇଣ୍ଡିକେସନ୍ ମଧ୍ୟ ମିଳୁଛି। ଏହି ମାସରେ ଆପଣ କିଛି କ୍ଲାସ୍ ଯୋଗ ଦେଇପାରିବେ, କମ୍ପ୍ୟୁଟର କ୍ଲାସ୍ ହେଉ, କିନ୍ତୁ
କିମ୍ବା ଅନ୍ୟ କୌଣସି ଶିକ୍ଷା ସମ୍ବନ୍ଧୀୟ କ୍ଲାସ୍ ହେଉ କିଛି ନୂଆ ଜିନିଷ ଶିଖିବାକୁ କିଛି ଏକ୍ସପ୍ଲୋର କରିବାକୁ ମଧ୍ୟ ମନେ ହେବ ଏବଂ ଆପଣମାନଙ୍କ ପାଇଁ ସକାରାତ୍ମକ ଅଭିଯାନ ରହିବ। ଚାଲନ୍ତୁ ବର୍ତ୍ତମାନ ଆସନ୍ତୁ ଆପଣଙ୍କ ଲଭ୍ ରିଲେସନ୍ ବିଷୟରେ ଜାଣିବା ଏବଂ କିଛି ଆଲୋଚନା କରିବା। ପଞ୍ଚମ ଭାବରେ ଲଭ୍ ରିଲେସନ୍ ସହ ଜଡ଼ିତ ବୋଲି ମନାଯାଏ। ଏହି ପଞ୍ଚମ ଭାବରେ ଲର୍ଡ଼ ହେଉଛନ୍ତି ଶୁକ୍ର ଏବଂ ଗୁରୁ ବୃହସ୍ପତି। ଏହି ମାସରେ 15 ତାରିଖ ପର୍ଯ୍ୟନ୍ତ ଶୁକ୍ର ଶନିଙ୍କ ସହିତ ବିରାଜିତ ଅଛନ୍ତି। ଯେତେବେଳେ ଲଗ୍ନେଶ ଏବଂ ପଞ୍ଚମେଶ ଏକାଠି ବସନ୍ତି ସେଥିରେ ଲଭ୍ ରିଲେସନ୍ ଏବଂ ମଜବୁତ ଷ୍ଟାଇଲ ରୋମାଣ୍ଟିକ୍ ହୋଇପାରେ ଏବଂ ଲଗ୍ନେଶ ଅର୍ଥାତ୍ ଆପଣ ଏବଂ ପଞ୍ଚମେଶ କହିଲେ ଆପଣମାନଙ୍କର ସଙ୍ଗୀ ଦୁହେଁ ଏକାଠି ଥିବା ସମ୍ଭାବନା ଅଛି। ସେଇଥିପାଇଁ ଏହି ସ୍ଥାନ ହେଉଛି କାମଭାବ ଏବଂ ତୃତୀୟ ଭାବ। ଏହି ଦୃଷ୍ଟିକୋଣରୁ ଦେଖିଲେ ଏହି ମାସରେ ଆପଣଙ୍କର ଲଭ୍ ରିଲେସନ୍ ଭଲ ରହିପାରେ ଏବଂ ରୋମାଣ୍ଟିକ୍ ଦୃଷ୍ଟିରୁ ସମ୍ପର୍କ ଅଧିକ ଗଭୀର ହୋଇପାରେ। ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ କୌଣସି ଲଭ୍ ରିଲେସନ୍ ନାହିଁ ତେବେ ଏହି ମାସରେ କାହା ସହିତ ନୂଆ ମଧ୍ୟ ଆଟାଚମେଣ୍ଟ ହେବାର ସମ୍ଭାବନା ଦେଖାଯାଉଛି। ଯଦି ଆପଣ କୌଣସି ନୂଆ କ୍ଲାସ୍ ଏବଂ କୋଚିଂ ନୂଆ ଜାଗାକୁ ଯାଉଛନ୍ତି ତେବେ ସେଠାରେ ଆପଣଙ୍କର ନୂଆ ସାଙ୍ଗ ଏବଂ ରୋମାଂସିକ ସମ୍ପର୍କ ଆରମ୍ଭ ହେବାର ସମ୍ଭାବନା ଦେଖାଯାଉଛି। ଯଦି ଆଗରୁ ମଧ୍ୟ ଆପଣ ଜଣେ ଲଭ୍ ପାର୍ଟନର ସହିତ ରିଲେସନସିପ୍ରେ ଅଛନ୍ତି ତେବେ ଏହି ମାସଟି ଆପଣମାନଙ୍କ ପାଇଁ ବହୁତ ଭଲ ହେବ। ଏହା ଆପଣମାନଙ୍କର ପ୍ରେମ ଜୀବନ ପାଇଁ ଏକ ସକାରାତ୍ମକ ଏବଂ ଆନନ୍ଦଦାୟକ ମାସଟି ହେବ। ଏବେ ଆସନ୍ତୁ କଥା ହେବା ଆପଣମାନଙ୍କର ବୈବାହିକ ଜୀବନ ବା ବିବାହିତ ଜୀବନ ବିଷୟରେ। ସପ୍ତମ ଭାବରେ ବିବାହିତ ଜୀବନ ଦର୍ଶାଯାଏ। ଯଦି ଏହି ମାସରେ ଚନ୍ଦ୍ରମା ହେଉଛନ୍ତି ସପ୍ତମ ଭାବର ଲର୍ଡ଼ ଏବଂ ସେଠାରେ ମଙ୍ଗଳ ଗ୍ରହ ଉପସ୍ଥିତ ଅଛନ୍ତି। ଏଠାରେ ଦେଖିବାକୁ ମିଳେ ଯେ ଆପଣଙ୍କର ବିବାହିତ ଜୀବନ ସାଧାରଣ ଭାବରେ ଠିକ୍ ରହିବ ଯଦିଓ କିଛି ସମସ୍ୟା ଦେଖାଯାଇପାରେ। କାରଣ ହେଉଛି ମଙ୍ଗଳ ଗ୍ରହ ସପ୍ତମ ଭାବରେ ଅବସ୍ଥିତ ଅଛନ୍ତି ଏବଂ ସେ ମଧ୍ୟ ନିଜ ରାଶିରେ ଅଛନ୍ତି। ଏଥିଯୋଗୁଁ ବୁଝାଯାଏ ଯେ ଆପଣଙ୍କର ଲାଇଫ୍ ପାର୍ଟନର ଏହି ମାସରେ କିଛି ଅସ୍ଥିରତା ଏବଂ ଚିଡ଼ଚିଡ଼ାପନ ବଢ଼ିପାରେ। ସେଥିପାଇଁ ଆପଣମାନଙ୍କୁ କିଛି ଆଡ଼ଜଷ୍ଟମେଣ୍ଟ କରିବାକୁ ପଡ଼ିବ। ମକର ରାଶିର ଲୋକେ ତ ଆଡ଼ଜଷ୍ଟମେଣ୍ଟ ରହିବାର ହମେଶା ତାଙ୍କର ସାମର୍ଥ୍ୟ ରହିଛି। ଏହା ମୁଁ ପ୍ରତିଥର ଭଳି ମଧ୍ୟ ଆପଣମାନଙ୍କୁ ଏଥର ମଧ୍ୟ ମୁଁ କହୁଛି। କିନ୍ତୁ ଏହି ମାସରେ ମଙ୍ଗଳ ଆପଣମାନଙ୍କ ପ୍ରଥମ ଭାବକୁ ଦୃଷ୍ଟି କରୁଛନ୍ତି ଯାହାର ଅର୍ଥ ହେଉଛି ଆପଣଙ୍କର ମନ ମଧ୍ୟରେ ଏବଂ ଘୁଷା ଏବଂ ଆକ୍ରୋଶ ରହୁଛି ଏବଂ ଏହି ଘୁଷା ଆକ୍ରୋଶ ଆପଣମାନଙ୍କର ଲାଇଫ୍ ପାର୍ଟନରଙ୍କ ବିଷୟରେ ମଧ୍ୟ ଆସିପାରେ। ଆପଣମାନେ ଆକୁ ନିଶ୍ଚିତ ଭାବରେ କଣ୍ଟ୍ରୋଲ ରଖନ୍ତୁ। ଏହି ମାସର ବୈବାହିକ ଜୀବନରେ କିଛି ଅପସେଟ୍ ଡାଉନ୍ ମଧ୍ୟ ଦେଖାଯିବ କିନ୍ତୁ ଏହା ସାଧାରଣତଃ ଘଟଣା। ଦୁହେଁ ଜଣେ ଏକାଥରେ ଯଦି ଆପଣମାନେ ସମଝୋତା ଆସିବ ତେବେ ଆପଣଙ୍କର ବୈବାହିକ ଜୀବନ ବହୁତ ଶାନ୍ତ ଏବଂ ସରଳ ମିଜାଜରେ ଚାଲିଯିବ। ବିବାହିତ ଜୀବନ ବିଷୟରେ କଥା କହିବାକୁ ଗଲେ ମୁଁ ଏଠାରେ ଆପଣମାନଙ୍କୁ କହିବି 70-80% ପର୍ଯ୍ୟନ୍ତ ସଠିକ ଦେଖାଯାଉଛି। କେବଳ ଥୋଡ଼ା ଅନୁକୂଳ କରିବାକୁ ପଡ଼ିବ। ବାସ୍ ଆଲୋଚନା କରନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ଆଜି ଆପଣମାନଙ୍କ ଗୁରୁତ୍ୱ ବିଷୟରେ ଆଲୋଚନା କରିବା ଆପଣମାନଙ୍କର ଭାଗ୍ୟ ଏବଂ କ୍ୟାରିୟର କେମିତି ରହିବ। ନବମ ଭାବ ଥାଏ ଭାଗ୍ୟର, ଏଠାରେ କେତୁ ବିରାଜିତ ଅଛନ୍ତି। ଦଶମ ଭାବ ହୁଏ କ୍ୟାରିୟର। ଭାଗ୍ୟର ସ୍ୱାମୀ ହେଉଛନ୍ତି ବୁଧ ଆପଣଙ୍କର ତୃତୀୟ ଭାବରେ ବସିଛନ୍ତି। ଯେପରିକି ମୁଁ ପୂର୍ବରୁ କହିଥିଲି ଭାଗ୍ୟର ସ୍ୱାମୀ ତୃତୀୟ ଭାବରେ ରହିବା ଏବଂ ସେଠି କେତୁର ଉପସ୍ଥିତି ଏହା ଦେଖନ୍ତୁ ଏହାର କିଛି ଭଲ ପ୍ରଭାବ ମଧ୍ୟ ଆସୁଅଛି। ମକର ରାଶି ପାଇଁ ଗୋଟିଏ ନୁହେଁ ବହୁତ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟୁଛି। ଯେପରିକି ଆପଣଙ୍କର ଶନିର 7.5 29 ମାର୍ଚ୍ଚରେ ସମାପ୍ତ ହୋଇଯାଇଛି। ଠିକ୍ ଅଛି ଏବଂ କିଛି ଲୋକ ଏବେ କହୁଛନ୍ତି 7.5 ସମାପ୍ତ ହୋଇଗଲା ତଥାପି ମୁଁ ଏହି ସବୁ ଅସୁବିଧାରେ ଭୋଗୁଛି। ମୁଁ ମଧ୍ୟ ପ୍ରେସର ରହୁଛି। ଆପଣଙ୍କର ମଧ୍ୟ ଏହି ପ୍ରେସର ଭାବ ସବୁବେଳେ ମନ ମଧ୍ୟରେ ଯଦି ଆପଣମାନଙ୍କ ମନ ଭିତରେ ରହୁଛି ତଥାପି ପ୍ରେସର ବା ଆପଣମାନେ ଦୁଃଖ ରହୁଛନ୍ତି ତାହେଲେ ମୁଁ ଗୋଟିଏ କଥା କହିପାରିବି ଆପଣମାନଙ୍କୁ। ଯଦି ଆପଣ ବାରମ୍ବାର କହୁଛନ୍ତି ମୁଁ ପ୍ରେସର ଏବଂ ଡିପ୍ରେସନରେ ରହୁଛି ତେବେ ଆପଣ ନିଶ୍ଚିନ୍ତ ଭାବରେ ପ୍ରେସରରେ ରହିବେ। ଆପଣ ଯେତେବେଳେ ଏହି ଧାରଣାକୁ ଆପଣମାନେ ନିଜ ମନ ଭିତରେ ରଖିଛନ୍ତି ମୁଁ ଆପଣମାନଙ୍କୁ କିଛି କହିପାରିବି ନାହିଁ। ତେବେ କୌଣସି ଗ୍ରହର ପରିବର୍ତ୍ତନ ହେଲେ ମଧ୍ୟ ଆପଣମାନଙ୍କ ମନରେ ମଧ୍ୟ ଏହି ଧାରଣା ବା ନେଗେଟିଭ୍ ଉର୍ଜା ଚାଲୁଥାଏ ତେବେ ଆପଣମାନଙ୍କର ମନ ସବୁବେଳେ ପାଇଁ ନେଗେଟିଭ୍ ଉର୍ଜାରେ ରହିବ। ତେଣୁ ଆପଣମାନେ ଯେତେ ଶୀଘ୍ର ଏଇ ଯେଉଁ ନେଗେଟିଭ୍ ଉର୍ଜାକୁ ଦୂରୀଭୂତ ବା ଦୂରୀକରଣ ନିଶ୍ଚିନ୍ତ ଭାବରେ କରନ୍ତୁ। ମିତ୍ରମାନେ ଯଦି ରାଶି ଭଲ ଆପଣମାନଙ୍କ ଯଦି ରାଶି ଭଲ ଆସୁଛି, ଯଦି ଗ୍ରହ ଅଦଳ ବଦଳ ହେଉଛନ୍ତି ବା ପରିବର୍ତ୍ତନ କରୁଛନ୍ତି ତଥାପି ଯଦି ଆପଣଙ୍କର ପଜିଟିଭ୍ ଭାବରେ ଚିନ୍ତା ନ କରନ୍ତି ଏବଂ ପ୍ରୟାସ ନ କରନ୍ତି ତେବେ ଆପଣଙ୍କର ପରିବେଶ ଆପଣଙ୍କର ନକାରାତ୍ମକ ଆପଣଙ୍କ ଚତୁଃପାର୍ଶ୍ୱରେ ମଧ୍ୟ ଘେରିଯିବେ। ଆପଣଙ୍କର ଶରୀର ଆପଣଙ୍କର ଭିତରେ ଉର୍ଜା ଯଦି ସକାରାତ୍ମକ ନୁହେଁ ତେବେ ଅସୁବିଧା ହେବା ନିଶ୍ଚିତ ଭାବରେ ସ୍ୱାଭାବିକ ରହିବ।
ସାଢ଼େ ସାତି ଥାଉ ବା ନଥାଉ ଆମେ ଏକଥା କହୁଛେ ଯେ ସାଢ଼େ ସାତି ଥିଲେ ମଧ୍ୟ ବ୍ୟକ୍ତି ଗୋଟିଏ ସକାରାତ୍ମକ ମନୋଭାବ ରଖିବା ଉଚିତ। ଏହା ଦେଖି ଶନି ମଧ୍ୟ କହିବେ ଏବେ ସକାରାତ୍ମକ ଅଛନ୍ତି, ତେବେ ଏଠାରେ ଖରାପ କାର୍ଯ୍ୟ କାହିଁକି କରିବା। ବନ୍ଧୁଗଣ, ଏହି ମାସରେ ଆଉ ଗୋଟିଏ ବଡ଼ ପରିବର୍ତ୍ତନ ଘଟୁଛି। କେତୁ 18 ମଇରେ ଆପଣଙ୍କର ଭାଗ୍ୟ ଭାବକୁ ବାହାରିଯିବେ। ଗତ ଅଧା ବର୍ଷ ଧରି କେତୁ ଏଠି ରହିଥିଲେ। କେତୁ କ'ଣ କରନ୍ତି? ସେ ଆମକୁ ଆରମ୍ଭ କରିବାକୁ ବୋଲନ୍ତି। ଭାଗ୍ୟ ଆରମ୍ଭ ହେଉଛି ବୋଲି ଭାବିବେ, କିନ୍ତୁ ମଧ୍ୟରେ ଏକ ବ୍ରେକ୍ ଲାଗିଯିବ। ପୁଣି ଆରମ୍ଭ, ପୁଣି ବ୍ରେକ୍, ପୁଣି ସେଠାରୁ ଆରମ୍ଭ, ଏଭଳି ଏକ ଚକ୍ର ମଧ୍ୟ ଚାଲିଥାଏ। କିନ୍ତୁ ଏହି 18 ମଇ ପରେ ଏଭଳି ଅବସ୍ଥା ରହିବ ନାହିଁ। ଯେଉଁ ସମସ୍ୟା ଆସୁଥିଲା, ଏହି ବାରମ୍ବାର ବାଧା ଆସୁଥିଲା, ସେ ଧୀରେ 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 କରି ଶେଷ ହୋଇଯିବ। ଏହା ସହିତ ବୁଧ ମଧ୍ୟ ଏହି ମାସରେ ଆପଣଙ୍କର ଭାଗ୍ୟ ଭାବକୁ ଦୃଷ୍ଟି କରୁଛନ୍ତି। ତେଣୁ ମୁଁ କହିବି ଯେ ଏହି ମାସରେ ଆପଣଙ୍କର ଭାଗ୍ୟ ଖୁବ୍ ଭଲ ରହିବ। ନିଜେ କିଛି ନୂତନ କାମ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିତ ଭାବେ ଆଗକୁ ବଢ଼ନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଯଦି ଆପଣ ସେୟାର ବଜାର ଏବଂ ଟ୍ରେଡିଂରେ କିଛି କରିବାକୁ ଚାହୁଁଛନ୍ତି କିମ୍ବା ଯେକୌଣସି ନୂତନ ବିଚାର ଆସୁଛି, ତେବେ ଶନି, ଶୁକ୍ର ଓ ବୁଧ 3 ଜଣ ମିଶି ଏବେ ଆପଣଙ୍କର ତୃତୀୟ ଭାବରେ ବସିଛନ୍ତି, ଯାହା ସୃଜନଶୀଳତା ବା କ୍ରିଏଟିଭିଟି ଦେଖାଇବ ଏବଂ ନୂତନ ପ୍ରୟାସ ପାଇଁ ଅତ୍ୟନ୍ତ ଶୁଭ ସୂଚକ ଦେଖାଯାଉଛି। ସେଥିପାଇଁ କୌଣସି ସନ୍ଦେହ କରିବାର ଆବଶ୍ୟକତା ନାହିଁ। ଆପଣ ନିଶ୍ଚିତ ଭାବରେ ଆଗକୁ ବଢ଼ିପାରିବେ। ଏବେ କଥା ଆସୁଛି କ୍ୟାରିୟର ଏବଂ ବୃତ୍ତି କ୍ଷେତ୍ରରେ। ଦଶମ ଭାବ ହେଉଛି ବୃତ୍ତି କିମ୍ବା କାର୍ଯ୍ୟକ୍ଷେତ୍ରର ଘର। ଏହାର ସ୍ୱାମୀ ଶୁକ୍ର, ତେଣୁ ଶୁକ୍ର ତୃତୀୟ ଭାବରେ ବସିଛନ୍ତି ବୁଧ ଶନି ସହିତ। ଏଠାରେ ଶୁକ୍ର ଉଚ୍ଚ ରାଶିରେ ବସିଥିବାରୁ ଆପଣଙ୍କର କ୍ୟାରିୟର ଏବଂ ଶକ୍ତିଶାଳୀ ପ୍ରଭାବ ଦେଖିବାକୁ ମିଳିବ। ତୃତୀୟ ଭାବ ହେଉଛି ସାହସ, ପ୍ରୟାସ, ଉଦ୍ୟମ, ଆତ୍ମବିଶ୍ୱାସର ଭାବ। ତେଣୁ ଏହି ମାସରେ ଆପଣଙ୍କର ଏନର୍ଜି, ଷ୍ଟାମିନା, ଡେଡିକେସନ୍ ଏବଂ କଠିନ ପ୍ରୟାସ ଦ୍ୱାରା ଆପଣମାନଙ୍କୁ ଆଗକୁ ବଢ଼ାଇ ପାରିବ। ଏହି ମାସରେ ଛୋଟ ଛୋଟ ଯାତ୍ରା ହେବାର ସମ୍ଭାବନା ଅଛି, ଯେଉଁଗୁଡ଼ିକ ଆପଣମାନଙ୍କ ପାଇଁ ଲାଭଦାୟକ ସାବିତ ହେବ। ଯଦି ଯାତ୍ରା ହେଉନାହିଁ, ତେବେ ଆପଣଙ୍କର କ୍ରିଏଟିଭିଟି ଏବଂ ସ୍ମାର୍ଟ ୱାର୍କ ଏତେ ଶକ୍ତିଶାଳୀ ହେବ ଯେ ତାହା ଆପଣଙ୍କୁ ଏକ ନୂତନ ଦିଗ ଦେଖାଇ ପାରିବ। ଏହି ମାସରେ ସ୍ମାର୍ଟ ୱାର୍କର ପ୍ରଭାବ ଅଧିକ ହେବ। ଶୁକ୍ର ଉଚ୍ଚ ରାଶିରେ ଥିବାରୁ ଦଶମ ଭାବ ଭାଗ୍ୟ ଭାବ ଉପରେ ମଧ୍ୟ ଏହାର ଶୁଭ ଦୃଷ୍ଟି ରହିଛି, ଯାହା ଆପଣଙ୍କର ବୃତ୍ତି ଏବଂ କାର୍ଯ୍ୟକ୍ଷେତ୍ରର ଭାଗ୍ୟ ତିନୋଟିକୁ ଏକସାଥୀ ଏବଂ ଉନ୍ନତି ପଥରେ ନେଇଯିବ। ସଂକ୍ଷେପରେ କହିବାକୁ ଗଲେ ଏହି ମାସ ଆପଣମାନଙ୍କ ପାଇଁ କ୍ରିଏଟିଭିଟି ରହିବ, କ୍ୟାରିୟରର ଉନ୍ନତି ଆସିବ, ଭାଗ୍ୟର ଏକ ମିଶ୍ରଣ ରୂପ ଆସୁଅଛି। ଏହି ମାସରେ କାର୍ଯ୍ୟକ୍ଷେତ୍ରରେ ସଫଳତା ଏବଂ ପ୍ରଶଂସା ମିଳିବ। ଏହି ମାସ ଆପଣମାନଙ୍କ ପାଇଁ କାର୍ଯ୍ୟ ଏବଂ କ୍ୟାରିୟର ଦୃଷ୍ଟିରୁ ଖୁବ୍ ଭଲ ରହିପାରେ। ଆପଣଙ୍କର କାମ ପାଇଁ ଆପଣଙ୍କୁ ପ୍ରଶଂସା ମିଳିପାରେ। ଆପଣଙ୍କର କାମ ଦ୍ୱାରା ଲୋକମାନେ ଆପଣଙ୍କୁ ଚିହ୍ନିପାରିବେ। ଏହି ମାସ ଆଗକୁ ବଢ଼ିବା ପାଇଁ ଅନେକ ସୁଯୋଗ ଆସିପାରେ, କାରଣ ଶୁକ୍ର ଓ ଶନି ଏକ ସାଥିରେ ଅଛନ୍ତି। ବୁଧ ମଧ୍ୟ ସାଙ୍ଗ ହୋଇ ଅଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କର କମ୍ୟୁନିକେସନ୍ ବ୍ୟବହାର ଏହି ମାସରେ ବହୁତ ଅଲଗା ଏବଂ ପ୍ରଭାବଶାଳୀ ହେବ। ଏହିଠାରେ ମୁଁ କହିପାରିବି ଯେ କାମ ଏବଂ କ୍ୟାରିୟର ଦୃଷ୍ଟିରୁ ଏହି ମାସ ବେଶ୍ ଉତ୍ତମ ହେବ। ଆପଣ ସକାରାତ୍ମକ ରୁହନ୍ତୁ, ଆତ୍ମବିଶ୍ୱାସ ବଢ଼ାନ୍ତୁ ଏବଂ ସ୍ନାୟୁବଳ ଧରି ଚାଲନ୍ତୁ। ନୂଆ ସୁଯୋଗ ଏବଂ ଚାକିରି ଚାହୁଁଥିବା ଲୋକମାନେ ମଧ୍ୟ ଉତ୍ତମ ସମୟ। ଏଇଟା ହେଉଛି ଉତ୍ତମ ସମୟ। ଶୁକ୍ର 3rd ହାଉସ୍ରେ ଥିବାରୁ ଏହି ମାସରେ ନୂଆ କାମ ମିଳିପାରେ, ନୂଆ ସୁଯୋଗ ମଧ୍ୟ ଆସିପାରେ। ଯେଉଁମାନେ ରୋଜଗାର ବା ବେରୋଜଗାର ଅଛନ୍ତି, ସେମାନଙ୍କ ପାଇଁ ଏହି ମାସ 99% ବା 99% ସମ୍ଭାବନା ଅଛି ଚାକିରି କରିବା ଲାଗି ଏବଂ ଇଣ୍ଟରଭ୍ୟୁ ହେବା ପାଇଁ। ବ୍ୟବସାୟ ପାଇଁ କିଛି ଚିନ୍ତା ଏବଂ ଉପାୟ। ବ୍ୟବସାୟ ଦୃଷ୍ଟିରୁ ଦେଖିବାକୁ ମିଳୁଛି ଯେ କିଛି ଉତ୍ସାହ ଥିବ ଏବଂ ଥୋଡ଼ା ରାଗ ମଧ୍ୟ ଥିବ। ଆପଣ ଯାହା ସହିତ କାମ କରୁଛନ୍ତି ସେମାନଙ୍କ ସହିତ ଅନାବଶ୍ୟକ ବିବାଦ କରିବା ଉଚିତ ନୁହେଁ ଏବଂ ଭଦ୍ର ଶାନ୍ତ ଭାବରେ ବ୍ୟବହାର କରନ୍ତୁ ଏବଂ ବ୍ୟବସାୟ ଠିକ୍ ଚାଲିବ। ତେବେ ଖର୍ଚ୍ଚ ବଢ଼ିପାରେ। ନୂଆ କିଛି କାମ ଆରମ୍ଭ ହେବାର ସମ୍ଭାବନା ରହିଛି। ହାଲକା ଷ୍ଟ୍ରେସ୍ ମଧ୍ୟ ଦେଖାଯାଉଛି। ଏବେ ଆସନ୍ତୁ ଜାଣିବା ଉପାୟ ଏବଂ କ'ଣ ରହିଛି। ଆପଣମାନେ କେଉଁ ଉପାୟ କରିବା ଦ୍ୱାରା ଆପଣମାନଙ୍କ କାର୍ଯ୍ୟ ଭଲ ଭାବରେ ସିଦ୍ଧ ହେବାର ଦେଖାଯିବ। ପ୍ରତିଦିନ ଓଁ ବ୍ରାଂ ବ୍ରିଂ ବ୍ରୋଂ ସହ ବୁଧାୟ ନମଃ ଏହି ବୁଧ ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ତାପରେ ଶନି ଆପଣମାନଙ୍କର ରାଶିର ସ୍ୱାମୀ
ଥିବାରୁ ତାଙ୍କର ବୀଜ ମନ୍ତ୍ର ମଧ୍ୟ ଜପ କରନ୍ତୁ। ଓଂ ବ୍ରାଂ ବ୍ରିଂ ବ୍ରୋଂ ସଂ ଶନିଶ୍ୱରାୟ ନମଃ 108 ବାର ବା 108 ଥର ଆପଣମାନେ ଜପ କରନ୍ତୁ ଏବଂ ସବୁଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଆପଣମାନଙ୍କ ପାଇଁ ବହୁତ ଭଲ ରହିବ ଏବଂ ଉଦିତମାନ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ ଏବଂ ତା ସହିତ ଅର୍ଘ୍ୟ ମଧ୍ୟ ଦିଅନ୍ତୁ। ଆପଣମାନଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଆମ ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଅବଶ୍ୟ ଲେଖନ୍ତୁ ଜୟ ହନୁମାନ।